ସାରା ଓଡ଼ିଶାରେ ଦଳିତ ଆଦିବାସୀ ଲୋକମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। କଟକ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଆଜି ସର୍ବସମ୍ମୁଖକୁ ଲୋକମାନେ ନ୍ୟାୟ ପାଇଁ ରାଜରାସ୍ତାକୁ ଆସିଛନ୍ତି। ଆମ୍ବେଦକର ରାଇଟ୍ ସୋଲିଡାରିଟି ଫୋରମ ତରଫରୁ 4 ଦଫା ଦାବି ନେଇ ଆଜି କଟକ ଏସ୍ପି ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ବହୁଜନ ଛାତ୍ର ଯୁବ ସାମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ, କଟକ ଜିଲ୍ଲାର ସଭାପତି ପ୍ରକାଶ ଭୋଇ, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ଖୋର୍ଦ୍ଧା ଜିଲ୍ଲାର ସଭାପତି ଅଶୋକ ଭୋଇ, ପୁରୀ ଜିଲ୍ଲାର ସଭାପତି ଜୟଦେବ ବେହେରା, ରାଜ୍ୟ ମହିଳା ସମ୍ପାଦିକା ଟିକିନା ପରିଡ଼ା ଏବଂ ବୀରେନ୍ଦ୍ର ନାୟକ, ନିରୁପମା ଭୋଇ, ପୁଷ୍ପଲତା ଭୋଇ, ରିନି ଭୋଇ, ମହେଶ୍ୱର ନାୟକ, ଦୀପକ ସାମଲ, ମିନତୀ ରାଉତ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଦିନ 11ଟା ଠାରୁ ରାତି 8ଟା ପର୍ଯ୍ୟନ୍ତ ଏହି ଗଣଧାରଣା ଦିଆଯାଇଥିଲା। ସର୍ବଶେଷରେ ଏସ୍ପି ଅଫିସର ଅଧିକାରୀମାନେ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଆମ ଖବର।